ଲିପୁ ଆଜି ସଂକ୍ରାନ୍ତି ଏକା ଏକା ଖାଉଛୁ ଡାକୁନୁ କ'ଣ ଖାଇବା ହେଇଛି? ଖାଇବା ଆଜି ଅରୁଆ ଭାତ ପନିର ଫୁଲକୋବି ଆଳୁ ଚାରମଗ ଦିଆ ତରକାରୀ ହରଡ଼ ଡାଲି ପୋଟଳ ଆଳୁ ଭଜା କାକୁଡ଼ି କଞ୍ଚାଲଙ୍କା ଲୁଣ ଆମ୍ବ ଆଚାର। ତରକାରୀ କିଏ କରୁଛି? ତରକାରୀ ଆଜି କିଏ କରୁଛି କାହିଁକିନା ଅଜ୍ଞାନ ପୋଟଳ ପନିର ଫୁଲକୋବି ଆଳୁ କାଜୁ ମଗଜ ଦେଇକି ରାନ୍ଧିଛି। ରୋଷେଇଆ ବା ତୁ? ମୁଁ ରୋଷେଇଆ। ଆଉ କ'ଣ ଆଜିର ରୋଷେଇଆ ତୁ? ଆଉ ତୁ କରିଛୁ ଖାଇ କହିଲୁ କେମିତି ହେଇଛି? ହଁ ତୁ କରିଛୁ ଆଉ ତୁ କହିବୁନି ଭଲ ହେଇଛି? ଅତି ସୁନ୍ଦର ଅତି ସୁନ୍ଦର। ସଂକ୍ରାନ୍ତିରେ ଆଜି ସାଙ୍ଗମାନେ ଅପେକ୍ଷା କରିଥିବେ କାହିଁ ଭିଡ଼ିଓ ଆସିନି ଲଞ୍ଚ, ଆଉ ତୁ ତ ଟିକେ ଡେରିରେ ଖାଇଲୁ ସେଥିପାଇଁ ଭିଡ଼ିଓ ଏବେ ହେଲା। ଖାଇବା ତାହେଲେ ଆଇଟମ୍ ଏଇଆ ହେଇଛି ଆଉ ଅରୁଆ ଭାତ ହେଇଛି ସାଙ୍ଗମାନେ, ଅରୁଆ ଭାତ ହରଡ଼ ଡାଲି ହରଡ଼ ମୁଗ ମିଶିକି ହେଇଛି ଡାଲି, ଆଉ ସେଠି ପନିର ଆଳୁ ଫୁଲକୋବି ୟାକୁ ଟିକେ କଷା ରକମ ହେଇଛି କାଜୁ ମଗଜ ଦିଆ ହେଇକି, ପୋଟଳ ଆଳୁ ଭଜା ହେଇଛି, କାକୁଡ଼ି କଞ୍ଚାଲଙ୍କା ଲୁଣ ତା ସହିତ ଲେମ୍ବୁ ଆଉ ଏଇଠି ଆମ୍ବ ଆଚାର। ଖାଇବାଟା ପୁରା ଟିକେ ଖଟା ଖଟା ଟିକେ ଲାଗିଲେ ଅରୁଆ ଭାତଟା ଭଲ ଲାଗେ ଆଉ ସବୁ ବିନା ପିଆଜ ରସୁଣରେ ଆଉ। ସଂକ୍ରାନ୍ତିରେ ଏଇଆ ମେନୁ ହେଇଛି। ଆଉ ପୁଅ ମୋର ଖାଇସାରିଲାଣି। ମୋ ଦେହ ଭଲ ନାହିଁ, ମୁଁ ଭାତ ଖାଇବିନି, ତେଣୁକରି ଲିପୁଟାର ଏକୁଟିଆ ଆଜି ବସିଛି। ଆଜି ଆଉ ତା ପାଖରେ କେହି ନାହାନ୍ତି, ମୁଁ ଏଇଠି ବସିକି ଭିଡ଼ିଓ ବନେଇଦେଲି। ଆଉ ଖାଇବା ଦେଲି ପୁରା ଓକେ। ଲିପୁ ଆମର ଖାଉଛି। ଆଉ ଯଦି ଆପଣମାନେ ପ୍ରତିଘର ଖାଇବାକୁ ଭଲ ପାଉଥିବେ ମେନୁକୁ, ତାହେଲେ ନିଶ୍ଚିତ ଭିଡ଼ିଓଟି ଗୋଟେ ଲାଇକ୍ କମେଣ୍ଟ କରିବେ। ରହୁଛି, ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଲଭ୍ ୟୁ ଅଲ୍, ବାଏ ବାଏ।